ଘଣ୍ଟା ଘଣ୍ଟା ଗପିବା, ହସିବା ଓ ହସାଇବା ତାଙ୍କୁ ବେଶ ଭଲ ଲାଗେ। ହେଲେ ଏହି ଯନ୍ତ୍ରଣା ଓଃ ମାରି ଦେଉଛି। ସତରେ ଏହି ଯନ୍ତ୍ରଣାକୁ ଶବ୍ଦରେ ପରିପ୍ରକାଶ କରିବା ଯନ୍ତ୍ରଣା ଠାରୁ ମଧ୍ୟ ଅଧିକ ଯନ୍ତ୍ରଣାଦାୟକ। ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଏତେ ପରିମାଣରେ ଯନ୍ତ୍ରଣା ହୋଇଥାଏ ଯେ ସେମାନେ ବଞ୍ଚିବା ଅପେକ୍ଷା ମରିଯିବାକୁ ଅଧିକ ପସନ୍ଦ କରିଥାନ୍ତି। ସେଥିପାଇଁ ଏହାକୁ ସୁଇସାଇଡ୍ ଡିଜିଜ୍ ବୋଲି ମଧ୍ୟ କୁହାଯାଏ। ଆଜି ଆମେ କଥା ହେବା ଟ୍ରାଇଜେମିନାଲ ନ୍ୟୁରାଲଜିଆ ସମ୍ପର୍କରେ। ପ୍ରତି ଲକ୍ଷରେ 70 ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଟ୍ରାଇଜେମିନାଲ ନ୍ୟୁରାଲଜିଆ ଏକ ସ୍ନାୟବିକ ରୋଗ। ଏଥିରେ ପୀଡ଼ିତ ବ୍ୟକ୍ତିର ମୁଖମଣ୍ଡଳରେ, ବିଶେଷ କରି ନାକର ଚାରିପଟେ, ଓଠ, ଆଖି, ମୁଣ୍ଡ ଉପର ତ୍ୱଚା, ହନୁହାଡ଼ ଏବଂ କପାଳରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ସାଧାରଣତଃ ଏହି ଯନ୍ତ୍ରଣା ହଠାତ୍ ଭୀଷଣ ଜୋରରେ କରେଣ୍ଟ ମାରିବା ଭଳି ହୋଇଥାଏ। ଏହି ଯନ୍ତ୍ରଣା କେତେବେଳେ ବି ହୋଇପାରେ, ଯେମିତିକି ବ୍ରଶ କରିବା ବେଳେ, କଥା ହେବା ବେଳେ, ମୁହଁ ଧୋଇବା ବେଳେ, ଖାଇବା ବେଳେ, ମେକଅପ୍ ନେବା ବେଳେ, ହସିବା ବେଳେ, ଏପରିକି ମୁହଁରେ ପବନ ବାଜିଲେ ମଧ୍ୟ କରେଣ୍ଟ ମାରିବା ଭଳି ଅସହ୍ୟ ଯନ୍ତ୍ରଣା ହୋଇଥାଏ। ଏହାକୁ ଡାକ୍ତର ଯନ୍ତ୍ରଣା ମନେକରି ଯନ୍ତ୍ରଣାକୁ ଉପଶମ କରିବା ପାଇଁ ଦାନ୍ତ ମଧ୍ୟ ଉପାଡ଼ି ଦେଇଥାନ୍ତି। ଟ୍ରାଇଜେମିନାଲ ନ୍ୟୁରାଲଜିଆ ଜନିତ ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ ପ୍ରାଥମିକ ସ୍ତରରେ କିଛି ଔଷଧ ଦିଆଯାଏ, ହେଲେ ଏଥିରୁ ସେଭଳି କିଛି ଲାଭ ମିଳିନଥାଏ। ତାପରେ ଏଇଠୁ ଏମିତି ହେଇକିରି ଏଇ ଶିରଟା ଏମିତି ଇଆଡ଼େ ଯାଉଛି। ତାପରେ କରେଣ୍ଟ ଆସିଲା ଭଳିଆ ହେଉଛି, ତାର ଦିନ ନାହିଁ, ରାତି ନାହିଁ, ଟାଇମ୍ ନାହିଁ। ସେତେବେଳେ ଦେହରୁ ଗମ ଗମ ଝାଳ ବୋହି ଯାଉଛି, ତୁମକୁ ଅଣନିଶ୍ୱାସୀ କରିଦେବ। ସେମାନେ ଜାଣୁଥିବ ସବୁ, ଆଉ କିଛି ମାନେ କହିପାରିବନି। ଖାଇ ହେଉଛି? ବାହାରକୁ ପଳେଇ ଆସେ। ଖାଇପାରୁଛନ୍ତି? ହଁ ଖାଉଥିଲି, କିନ୍ତୁ ଥଣ୍ଡା ହେଇଗଲେ ମୁଁ ଖାଇପାରୁନି। ମାନେ କ'ଣ ବାଜିଲେ? ପବନ ବାଜିଲେ, ପାଣି ବାଜିଲେ ବି ହୁଏ? ଫ୍ୟାନ୍ ପବନ ବାଜିଲେ ହୁଏ, ପାଣି ବାଜିଲେ ବି। ପାଣି ତ ମୁଁ ତ ଫୁଟା ପାଣି ସବୁବେଳେ ପିଉଛି। ଟ୍ରାଇଜେମିନାଲ ନ୍ୟୁରାଲଜିଆ କହିଲେ ଗୋଟେ ନର୍ଭ ବା ସ୍ନାୟୁର ଗୋଟେ ରୋଗ, ଯେଉଁଟାକି ବ୍ରେନ୍ ପାଖରୁ ଆମର ନର୍ଭଟା ବାହାରିଥାଏ। ଗୋଟେ ଫିଫ୍ଥ କ୍ରାନିଆଲ ନର୍ଭ କୁହା ହୁଏ ଟ୍ରାଇଜେମିନାଲ ନର୍ଭ। ସେଇ ନର୍ଭଟା 3ଟା ଭାଗରେ ବିଭକ୍ତ ହୋଇଥାଏ। ଗୋଟେ ଆମର ଫେସ୍ର ଏଇ ପାଖକୁ V3, ଏଇଟା ହେଉଛି V2, ନହେଲେ V1, এই 3ଟା ଡିଭିଜନରେ ବିଭକ୍ତ ହୋଇଥାଏ। ଯଦି କୌଣସି ବି କାରଣରୁ ସେ ନର୍ଭଟା ଇରିଟେଟ୍ ହେଲା, ମେ ବି ଆପଣଙ୍କର ଯଦି ବ୍ରେନ୍ରେ ଟ୍ୟୁମର ଥିବ, ମଲ୍ଟିପଲ୍ ସ୍କ୍ଲେରୋସିସ୍ ଥିବ, ଏମିତି ସାରା ବହୁତ ସାରା ରୋଗ ଅଛି। ଏବଂ ଯେତେବେଳେ ପେନ୍ ହେଉଥିବ, ଏତେ ସିଭିୟର ପେନ୍ ହୁଏ ଯେ ଫେସ୍ରେ ଆପଣଙ୍କର ପବନ ବାଜିଲେ ପେନ୍ ହେବ, ସେପଟ ସାଇଡ଼୍ରେ ଆପଣ କୁଳି କଲେ ପେନ୍ ହେବ, ପାଣି ପିଇ ପାରିବେନି, ଖାଇପାରିବେନି, ଚୋବେଇ ପାରିବେନି, ସେପଟ ସାଇଡ଼୍ଟା ପୁରା ଯେମିତି ଗୋଟେ ବହୁତ ହର୍ଟିଂ ପେନ୍ ହୁଏ ସବୁବେଳେ। ସେଥିପାଇଁ ମେନଲି ସମସ୍ତେ ଲୋକମାନେ ଜାଣିଥିବେ ଯେ କାର୍ବାମାଜେପିନ୍ ଗ୍ରୁପ୍ର ମେଡ଼ିସିନ୍ସ ସବୁବେଳେ ଦିଆଯାଏ। ଲୋକମାନେ ବର୍ଷ ବର୍ଷ ଧରିକି ସେ ମେଡ଼ିସିନ୍ ନେଉଥାନ୍ତି ଏବଂ ଗୋଟେ ବହୁତ ଜାଗାରେ ଭ୍ରାନ୍ତ ଧାରଣା ଥାଏ ଯେ ଜିନିଷଟା ଆପଣଙ୍କର ଦାନ୍ତ ପେନ୍ ଯୋଗୁଁ ମେନଲି ବାହାରୁଛି। ତ ପ୍ରଥମେ ସେଇଥିଲାଗି ଦାନ୍ତର ଚିକିତ୍ସା କରାହୁଏ। ଲୋକମାନେ ଚେଷ୍ଟା କରନ୍ତି ଯେ ଆମେ ଦାନ୍ତ ଉପାଡ଼ି ଦେଲେ ମେ ବି ଠିକ୍ ହେଇଯିବ, ସେଥିଲାଗି ଦାନ୍ତ ଉପାଡ଼ା ବି ଯାଏ, କିନ୍ତୁ ଦେଖିଲା ବେଳକୁ ପେନ୍ ପରସିଷ୍ଟ କରେ। ଆଗକୁ ଏଥିପାଇଁ ଅପରେସନ କରାଯାଉଥିଲା, ହେଲେ ଏଥିରେ ଅଧିକ ଖର୍ଚ୍ଚ ହେବା, ଅଧିକ ଦିନ ହସ୍ପିଟାଲରେ ରହିବା ଏବଂ କିଛି ବର୍ଷ ପରେ ପୁଣି ଥରେ ସମାନ ସମସ୍ୟା ଦେଖା ଦେଇଥାଏ। ଏହି ଯନ୍ତ୍ରଣାଦାୟକ ରୋଗର ସୁନିଶ୍ଚିତ ନିଦାନ ଓ ସଫଳ ଚିକିତ୍ସା ପାଇଁ ଏକମାତ୍ର ଉପାୟ ହେଉଛି ପେନ୍ କ୍ଲିନିକ୍। ଏଠାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତିରେ ଟ୍ରାଇଜେମିନାଲ ନ୍ୟୁରାଲଜିଆ ଭଳି ଯନ୍ତ୍ରଣା ଠାରୁ ସମ୍ପୂର୍ଣ୍ଣ ଉପଶମ ମିଳିପାରୁଛି। ତେବେ କିଭଳି କରାଯାଏ ଏହି ଚିକିତ୍ସା, ଆସନ୍ତୁ ସେ ସମ୍ପର୍କରେ ମଧ୍ୟ ଜାଣିନେବା। ଯେତେବେଳେ ଡାଇଗ୍ନୋଜ୍ ହୁଏ ଯେ ଟ୍ରାଇଜେମିନାଲ ନ୍ୟୁରାଲଜିଆ, तार एवं अत्याधुनिक चिकित्सा जोटा करा आपंकर रेडियो फ्रिक्वेंसी एब्लेशन। तेरे रेडियो फ्रिक्वेंसी एब्लेशन रे कौन कराए, नर्वटा जो बाहर ब्रेन पाखु से पाखे पोड़ी दि जाए और सिंपल लैंग्वेज रे कहया गले नर्व को एब्लेट कर दिया हुए। करदेले से एरिया जो सेंसेशन थाए, जो पेन क्यारिंग कैपेसिटी थाए नर्वर सेटा कमी जाए, तद्वारा आपंकर पेन अनुभूत हुए। दो एटा परमानेंट नुहे, बट यूजुअली 2 to 5 years पर्यंत एथरे पेन रिलीफ रहे। जदि दरकार पड़ला तापर एगेन से जिनसटा को आउ थे आम रिपीट कर कौन प्रकार साइड इफेक्ट ना। भुवनेश्वर स्थित हेल्थ विलेज हॉस्पिटल ठारे ट्राइजेमिनाल न्यूरालजिया सफल चिकित्सा पई आवश्यक समस्त सुविधा उपलब्ध। केवल ओडिशा नुहे, ओडिशा बाहर मध्य अनेक रोगी एठारे चिकित्सा परे एक जंत्रणा मुक्त जीवन अतिबाहित करुछंती। आज को प्राय 10-12 वर्ष है ऑल इंडिया रे एमती कौन हॉस्पिटल नहीं, से छोट हो बड़ हो प्राइवेट हो गवर्नमेंट हो कौन हॉस्पिटल नहीं जो आम जाइए। इवेन तंकर ब्रेन भी ऑपरेशन सरी बेंगलोर रे। एम्स भी आम प्रत्येक वर्ष प्राय एम्स जाऊ आम पेनटा यू आरंभ हुए, यूँ है पूरा एंटायर ये फाड़ाक पेन हुए,
पेन एत जोर हुए जे छोट छुआ जमी कांदती से सेमती कांदती रड़ी करके ता द्वारा माहौल भी घर माहौल भी खराब हुए घर भी समस्त टिके व्यस्त रुहंती तो लास्ट टाइम आम जाइलु एम्स जाइलु सार रेफरेन्स नहीं आसला आज सार आप लैप्रोस्कोपी कर बोधे कलापर बर्तमान आगु जमती थिला सिचुएशन बहुत फार बेटर अच्छी कारण जस्ट ओटी भितर पशिबा पूर्व से कंटिन्यूअसली कांदुले काली राति एपर्यंत कंटिन्यूअसली कांदुले बट ओटी आसला पर से खुशी रे आम मान को डाकुंट कथबार्ता होती से देखिए खुशी हो 2018 रे प्रोब्लेमटा बाहरला जो दांत पाटी गाल पाटी नहीं कि करेन्ट मारला भाया शॉर्ट मारला भाया एमती है जो ब्रश कर पार न था हूँ खाई पार न था कथा कहले भी प्रोब्लेम होता है तापर से शुभम सार पाक आसिक ट्रिटमेंट है सुस्थ थिले फिर पुणी 2023 रे आउ थे बाहर आणला परे आउ थे से ट्रिटमेंटा आउ थे करिबारु एबे मो माँ पूरा सुस्थ अछंती। दर्शक बंधु बिना अपॉइंटमेंट रे सबु रोगर सफल उपचार जानिबा पई हेले एबे ही सब्सक्राइब करंतु हमर YouTube चैनल प्रिकॉशन फॉर हेल्थ आ बेल आइकन क्लिक कला फल रे आपण हेल्थ रिलेटेड वीडियो सहित रहिबे अपडेट।